श्रोताମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 49ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। ସେହି ବିରାଟ ପୁରୁଷ ବ୍ରହ୍ମାଣ୍ଡରେ ପ୍ରବେଶ କଲେ। ତାଙ୍କ ଇନ୍ଦ୍ରିୟରୁ ଇନ୍ଦ୍ରୀ ଓ ଅଗ୍ନିରୁ ବଚନ ହେଲା, କାରଣ ବଚନ ଶବ୍ଦରୁ ପ୍ରକାଶ ପାଏ। ରସନା ବା ଜିହ୍ୱା ଷଡ଼ରସରେ ରସିଥାଏ, ତାହା ଜଳାଧିପତି ବରୁଣଙ୍କ ଆସ୍ଥାନ। ପ୍ରାଣ ସହ ରହିଥାନ୍ତି 10 ପ୍ରାଣ। ବିରାଟ ଆତ୍ମା ଦେହ ମଧ୍ୟରେ ବାସ କରନ୍ତି। ସେ ଈଶ୍ୱର, ଅବ୍ୟୟ, ଅମୃତ, ଜନ୍ମ ମୃତ୍ୟୁର ଊର୍ଦ୍ଧ୍ୱରେ। ସୂର୍ଯ୍ୟଙ୍କଠାରୁ କିରଣ ଜାତ ହେବା ପରି ତାଙ୍କର ନାଭି ପଦ୍ମରୁ ମୁଁ ଜାତ ହୋଇ ବ୍ରହ୍ମାଣ୍ଡ ସୃଷ୍ଟି କରେ। ତାଙ୍କରିଠାରୁ ଯଜ୍ଞ ସାମଗ୍ରୀ ନେଇ ଜନମଙ୍ଗଳ ପାଇଁ ଯଜ୍ଞ କରେ। ତେଣୁ ମୁଁ ସଂସାରର କାରଣ ହୋଇଛି। ମୋ ଅନ୍ତେ ନବ ପ୍ରଜାପତି ଯଜ୍ଞ ପୁରୁଷଙ୍କୁ କୁଣ୍ଡରେ ସ୍ଥାପନା କରନ୍ତି। যজ্ঞ পুরুষ স্থাপি কুণ্ডে, যেমন্ত বিধি কর্মকাণ্ডে, পূজিলে তাহার চরণে, যে বিধি মন্ত্র উচ্চারণে। ଏହି ପ୍ରକାରେ ସର୍ବଋଷି ପିତୃଦେବତା ମନୁ ବସି, ଯଜ୍ଞେ ତାହାଙ୍କୁ ପୂଜା କରି, ମୁଁ ଏ ସଂସାରେ ଅଧିକାରୀ। ତାହାର ଆଜ୍ଞା ଶିରେ ବହି, ମୁଁ ଏ ସଂସାର ସରଜଇ। ପାଳଇ ବିଷ୍ଣୁ ରୂପ ଧରି, ଶଙ୍କର ରୂପେଣ ସଂଘରି। ସୃଷ୍ଟି ପାଳନ ସଂହାରଣ, ଏ ଆଦି ବିକାର ତ୍ରିଗୁଣ। ସେ ମାୟାଧର ନରହରି, ଖେଳଇ ସୃଷ୍ଟି ଲୀଳା କରି। ତୁ ଯାହା ପୁଛିଲୁ ପ୍ରସ୍ତାବେ, ସଂକ୍ଷେପି କହିଲି ମୁଁ ଏବେ। ମୋର ବଚନ ହେ ନାରଦ, କେବେ ହେନୁ ହଇ ଅସଦ। ଯେଣୁ ମୋ ହୃଦେ ନାରାୟଣ, ଉତ୍କଣ୍ଠା ଭାବେ ସୁମରଣ। ତପ ସମାଧି ମୋର ସ୍ଥିତି, ମୁଁ ପ୍ରଜାପତିଙ୍କର ପତି। যোগিনী পুণ সমাহিত, যেন মু আত্মতন্ত্রে জাত। তেবে ন জানিলি তাকু, আনকে ଅଛି জাଣିବାକୁ। তার চরণে নমস্কার, যা ভাবে তুটই সংসার। আত্মারে আত্ম মায়া করে, লীলারে বিহারে সংসারে। সোমায়া সেহি ন জানাই, কে অবা পরে জানাই। দৃশ্য দৃশ্য সর্বব্যাপী, গগন জন্যে বিশ্বরূপী।
तत्वे जानिबु आम्भे काहि जाहार आदि अंत नाही जार चरणे आम्भे नमो जामाया रूप बड़े भ्रम से आदि पुरुष मुरारी कल्प कल्प की सृष्टिकारी आत्मारे आत्मा रूपे मिले आत्मा को आपे हरे पाणे केवल शुद्ध ज्ञानमय सत्य स्वरूप सर्वदेहे अनादि अनंत निर्गुण नित्य अव्यय नारायण शुण नारद मन देई जेमन्ते ताहाकु जाणई प्रशांत आत्मा मुनिगणे निर्मल अंतर करणे समाधि जोग बड़े चिंती आत्मा रे आत्मा को देखंती असत्य तर्क जीवित थाई देवता भाव न जानाई परम पुरुष मुरारी आद्यावतार तनुधारी काल स्वभाव संगी मन नित्य शुद्ध चैतन द्रव्य विकार सनक सहिते स्वर्गे देवता छन्ति जेते गरुड आदि खगपाणे भूलोक सपत पाताळे गंधर्व विद्याधर गण जे यक्ष किन्नर चारण राक्षस सरीसृप लागे वासुकी आदि महरगे ऋषिंक मध्ये श्रेष्ठ जेते जे पितृगणंक समेते दैत्य दानव सिद्धकूल प्रेत पिशाच भूत बल ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 49ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପଲେତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦଲି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।